ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 37। କାର୍ଯ୍ୟ ବ୍ୟସ୍ତ ରୁହ। କାହାର ମସ୍ତିଷ୍କ ଯେତେ ଉନ୍ନତ, ବୁଦ୍ଧି ଯେତେ କୁଶାଗ୍ର ହେଲେ ସୁଦ୍ଧା ମନ ଏକ ସମୟରେ ଗୋଟିଏ ବିଷୟରେ କେନ୍ଦ୍ରୀଭୂତ ହୋଇପାରେ। ଯେତେବେଳେ ତୁମେ କାମରେ ଛୁଞ୍ଚି ପରି ଗଳିଯାଅ, ସେତେବେଳେ ତୁମେ ଅନ୍ୟ ଚିନ୍ତାର ବିଷୟ ଉପରେ ବିଚାର କରିବାର କୌଣସି ସୁଯୋଗ ମନକୁ ମିଳେ ନାହିଁ। କାମରେ ତନ୍ମୟ ହୋଇଯିବା, ରୁଚି ଏବଂ ଉତ୍ସାହ ସହକାରେ ତାକୁ ପୂରଣ କରିବା ଚିନ୍ତାରୁ ମୁକ୍ତି ପାଇବାର ଶ୍ରେଷ୍ଠ ଉପାୟ ଅଟେ। ଜନ୍ କୁପର ପୋପସ୍ ସ୍ୱରଚିତ ପୁସ୍ତକ ଅପ୍ରିୟକୁ ଭୁଲିବା କିପରି, ସେଥିରେ ସେ ଲେଖିଛନ୍ତି, ମନୁଷ୍ୟର ମନ ଯେତେବେଳେ ତନ୍ମୟ ଭାବରେ କୌଣସି ରୁଚି ଅନୁକୂଳ କାମରେ ଲାଗିଯାଏ, ସେତେବେଳେ ତାହାକୁ ଶାନ୍ତି ପ୍ରଦାନ କରୁଥିବା ଏକ ଆନନ୍ଦଦାୟକ ଅନୁଭୂତି ଆସେ। ଚିନ୍ତା ଦ୍ୱାରା ପ୍ରସୂତ ବିଚଳିତ ଭାବର ବନ୍ଧନ ବି କଟିଯାଏ। ଓଷା ଜନସନ୍ କହୁଥିଲେ, ସଂସାରରେ କର୍ମକ୍ଷେତ୍ରରେ ମୁଁ କାମରେ ନିମଗ୍ନ ରହିବାକୁ ଇଚ୍ଛା କରେ, ଅନ୍ୟଥା ମୁଁ ନିରାଶା ତଥା ଚିନ୍ତାରେ ବୁଡ଼ିଯିବି। ଏ କଥା ଠିକ୍ ଯେ ତୁମେ ଯଦି ତୁମର ଶକ୍ତିକୁ କୌଣସି କାମରେ ବ୍ୟସ୍ତ ନ ରଖ, କେବଳ ବସି ରହି ଅତୀତର ସ୍ମୃତିରୁ ମନ୍ଥନ କର, ଦୁଃଖଦ ପ୍ରସଙ୍ଗ ସ୍ମରଣ କର, ତେବେ ତୁମର ବଞ୍ଚିବି ରହିବା କଷ୍ଟକର ହୋଇଯିବ। ବର୍ନାର୍ଡ ଶ ପ୍ରକୃତ କଥା କହିଛନ୍ତି, ଦୁଃଖୀ ହୋଇ ରହିବାର ସରଳ ପନ୍ଥା ହେଉଛି ତୁମେ ସୁଖୀ ବା ଦୁଃଖୀ ଏ କଥା ଉପରେ ଚିନ୍ତା କରିବା। ତେଣୁ ଅହିତକର ଚିନ୍ତନ ପାଇଁ ମନକୁ ନିୟନ୍ତ୍ରଣମୁକ୍ତ କରିଦେବା ମୂର୍ଖର କାମ ଅଟେ। ଆସ, ଅଳସୁଆ ହୋଇ ନ ବସି କୌଣସି କାମରେ ଲାଗିପଡ଼। ନିଜ ଘର ସଫା କର, ରୁମାଲ ଧୁଅ, ବଜାରରୁ ପରିବା ନେଇ ଆସ, ନିଜ ଜୋତାରେ ରଙ୍ଗ ଦିଅ। କାମ ନିତ୍ୟାନ୍ତ ଦରକାର। ତୁମେ କୌଣସି କାମରେ ଲାଗି ପଡ଼ିଲେ ଚିନ୍ତା ଆପେ ଆପେ ଦୂର ହୋଇଯିବ। ଏହା ସବୁଠାରୁ ଶସ୍ତା ଔଷଧ ଏବଂ ଚିନ୍ତାର ଶତ୍ରୁ। ଚିନ୍ତାରୁ ମୁକ୍ତି ପାଇବା ପାଇଁ ପାଠ ପଢ଼, ଲେଖ, ପିଲାଙ୍କ ସହିତ ଖେଳ, ଗୀତ ଗାଅ, ନିଜ ବଗିଚାର କାମ କର। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।